ନାହିଁ ନାହିଁରେ ଚାଲିଛି ରାଣୀ ପୋଖରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ। ନିରୀହ ଆଦିବାସୀ ପିଲାମାନେ ପାଠ ପଢ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସରକାରଙ୍କର ଅନେକ ଯୋଜନା ରହିଛି। କେମିତି ଆଦିବାସୀ ପିଲାମାନେ ଭଲରେ ପାଠ ପଢ଼ିବେ ସେଥିପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି। କିନ୍ତୁ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଗଡ଼ସାଇ ପଞ୍ଚାୟତର ରାଣୀପୋଖରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ବିକଳ ଚିତ୍ର। ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପ୍ରାୟ 172 ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଏଠାରେ ହଷ୍ଟେଲ ଥିବାରୁ ପ୍ରାୟ 81 ଜଣ ପିଲାମାନେ ହଷ୍ଟେଲରେ ରହିଥାନ୍ତି। ବଡ଼ ଦୁଃଖର ବିଷୟ, ଶ୍ରେଣୀଗୃହ ନଥିବାରୁ ପିଲାମାନେ ଯେଉଁଠି ପାଠ ପଢ଼ନ୍ତି ସେଇଠି ରାତିରେ ଶୋଇପଡ଼ନ୍ତି। 2023-24ରେ ସ୍କୁଲର ଉନ୍ନତିକରଣ ପାଇଁ ଆସିଥିବା 5 ଲକ୍ଷ ଟଙ୍କା କେବଳ ଫଳକରେ ହିଁ ରହିଯାଇଛି। ଆମର ଏଠି ସ୍କୁଲରେ ରହିବା ପାଇଁ ଜାଗା ନାହିଁ ଏବଂ ଏଠି ଆମେ ସ୍କୁଲରେ ରହିବା ପାଇଁ କ୍ଲାସ୍ ବି ନାହିଁ ଆଉ ରହିବା ପାଇଁ ଜାଗା ବି ନାହିଁ। ଆମେ ଯେଉଁ କ୍ଲାସ୍ରେ ପଢ଼ୁଛେ ସେଇ କ୍ଲାସ୍ରେ ହିଁ ରହୁଛେ। ଆମର ଏଇ ସ୍କୁଲରେ ବାଉଣ୍ଡ୍ରି ବି ନାହିଁ ଏବଂ ଭଲସେ ବି କରାହେଇନାହିଁ। ଆମର ଖେଳ ପଡ଼ିଆ ବି ନାହିଁ। ଆମେ ସେମିତି ଆଡ଼ଜଷ୍ଟ କରିକି ସେମିତି କରି ରହିଯାଇଛୁ। ପଡ଼ିଆ ନାହିଁ, ସେଥିପାଇଁ ଆମକୁ ସରକାର ଯଦି ଆମ ପାଇଁ ଆଡ଼ଜଷ୍ଟ କରିକି ଦେଇପାରନ୍ତି ତାହେଲେ ଦିନେ ଦିନେ ସେମିତି ରହିଯାଉଛେ ଆଉ ଦିନେ ଦିନେ ସେମିତି ପଳେଇ ଯାଉଛେ। ଆମେ ବି ଏଇଠି ଭଲସେ ବି ରହିପାରୁନାହୁଁ। ଆମର ଏଇଠି ଇଲେକ୍ଟ୍ରି ଆସିବା ଦରକାର ଏବଂ ଆମର ଏଇଠି ପାଚେରୀ ବି ଭଲ କରାଯିବା ଦରକାର ଏବଂ ଆମର ରହିବା ପାଇଁ ଘର ତିଆରି କରାଯାଉ ଏବଂ ଆମର ଶ୍ରେଣୀ ଗୃହ ବି ତିଆରି ହେବା ଦରକାର ଏବଂ ଆମର ଖେଳ ପଡ଼ିଆ ନାହିଁ, ସେଇଟା ବି କରାଯିବା ଦରକାର। ଆମର ଚାରିଆଡ଼େ ଜଙ୍ଗଲ ଏବଂ ଭୟଙ୍କର ପଶୁ ପକ୍ଷୀମାନେ ଅଛନ୍ତି। ଆମର ଏଠି ଆଘାତ ହେଇପାରେ, ସେଥିପାଇଁ ଆମର ଫାସିଲିଟି ଭଲ ନାହିଁ ଏବଂ ଖେଳ ପଡ଼ିଆ ନାହିଁ, ବାଉଣ୍ଡ୍ରି ମଧ୍ୟ ନାହିଁ ଏବଂ ଘର ରହିବା ପାଇଁ ହଷ୍ଟେଲ ନାହିଁ। ସେଥିପାଇଁ ଆମେ ସରକାରକୁ ଅନୁରୋଧ କରୁଛୁ ଯଥାଶୀଘ୍ର କରେଇ ଦିଅନ୍ତୁ ଏବଂ ଆମର ଲାଇନ୍ ମଧ୍ୟ ନାହିଁ। ଆମର ମୋହନ ମାଝୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ ଆମର ପାଚେରୀ ଏବଂ ଖେଳ ପଡ଼ିଆ ଦିଅନ୍ତୁ। ଲାଇନ୍ ମଧ୍ୟ ଆମ ସ୍କୁଲ ପାଇଁ ବ୍ୟବସ୍ଥା କରନ୍ତୁ। ମୁଁ ଏବଂ ଆମ ସାଙ୍ଗସାଥି ବହୁତ ହଇରାଣ ହେଉ। ସରକାର ଗରିବ ଆଦିବାସୀ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କରିଥିଲେ ମଧ୍ୟ ଏ ରାଣୀପୋଖରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ପାଲଟିଛି ଏହା ସାତ ସପନ। ନା ପାଠ ପଢ଼ିବା ପାଇଁ ଅଛି ଭଲ ଶ୍ରେଣୀଗୃହ, ଯେଉଁଠି ପାଠ ପଢ଼ନ୍ତି ସେଇଠି ପିଲାମାନେ ରାତି ହେଲେ ଶୋଇପଡ଼ନ୍ତି। ନା ଅଛି ଭଲ ଖେଳ ପଡ଼ିଆ, ନା ଅଛି ଲାଇନ୍, ନା ଅଛି ଭଲ ପାଚେରୀ। କିନ୍ତୁ ବଡ଼ ଦୁଃଖର ବିଷୟ, ଯେଉଁ ପଛପଟେ ପାଚେରୀ ନାହିଁ, କେତେବେଳେ ଯେ ଜଙ୍ଗଲ ହିଂସ୍ରଜନ୍ତୁ ଏଠାକୁ ପଶି ଆସିବେ ତାହାର ମଧ୍ୟ କିଛି ଠିକଣା ନାହିଁ। କିନ୍ତୁ ଏଠି ସାଧାରଣରେ ପ୍ରଶ୍ନ ଉଠେ, କାହିଁକି ଶିକ୍ଷା ବିଭାଗ ବା ସରକାରଙ୍କର ଦୃଷ୍ଟି ଏଠି ପଡ଼ୁନାହିଁ। ଏ ବାବଦରେ ଯେତେବେଳେ ଆମେ ଶିକ୍ଷା ଅଧିକାରୀଙ୍କୁ ପଚାରିଥିଲୁ, ଯେ ଶିକ୍ଷକଙ୍କୁ ପଚାରିଥିଲୁ, ଏହା ସନ୍ତୋଷଜନକ ଶିକ୍ଷକ ଉତ୍ତର ନ ଦେଇ ଶିକ୍ଷା ବିଭାଗକୁ ଠେଲିଥିଲେ। ଯେତେବେଳେ ଶିକ୍ଷା ବିଭାଗକୁ ଆମେ ଏ ପ୍ରଶ୍ନ ପଚାରିଥିଲୁ, ଏଠି ନିରୀହ ଆଦିବାସୀ ମାନେ, ଛୋଟ ଛୋଟ ପିଲାମାନେ ବାପା ମାଆଙ୍କୁ ଛାଡ଼ି ଏଠାରେ ପାଠ ପଢ଼ିବାକୁ ଆସିଛନ୍ତି, ସିଏ ଏଠି କେମିତି ଅବସ୍ଥାରେ ଅଛନ୍ତି, ନା କେଉଁ ସପୋର୍ଟ ଅଛି, ନା ସେମାନଙ୍କର ଭରସା କିଏ ଅଛି, ଏ ବାବଦ ଯେତେବେଳେ ଆମେ ବ୍ଲକ ଶିକ୍ଷା ଅଧିକାରୀକୁ ପଚାରିଥିଲୁ, ଶିକ୍ଷା ଅଧିକାରୀ ମହୋଦୟ ସିଏ ସେଠାକୁ ଯାଇ ଆମେ ତଦନ୍ତ କଲେ, ଆମେ ଦେଖିଲେ ଏହାର ପଦକ୍ଷେପ ନେବୁ ବୋଲି ସେ ଆମକୁ କହିଥିଲେ। କିନ୍ତୁ ଏଠି ପ୍ରଶ୍ନ ଉଠେ, এই স্কুল কেবল আজির নুহ, এই স্কুল দীর্ঘ দিন ধরি নিরীহ আদিবাসী লোক মানে কেমতি পাঠ পড়িবে সে ব্যবস্থা সরকার করে। কিন্তু এটি সরকার কাহিঁকি এথিপ্রতি দৃষ্টি দেউ না, না নিরীহ আদিবাসী মানক পাই, না নিরীহ আদিবাসী পাই সেমানଙ୍କର আখি সেটারে পড়ু নাই বা দৃষ্টি সেটারে পড়ু নাই। ଏହା ସାଧାରଣରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଇଛି। ଦେଖିବାକୁ ବାକି ରହିଲା ସରକାର କେବେ ଏଥିପ୍ରତି ଦୃଷ୍ଟି ଦେଉଛନ୍ତି ଆଉ ନିରୀହ ଆଦିବାସୀ ମାନଙ୍କ ଯେଉଁ ନିରୀହ କୁନି କୁନି ପିଲାମାନେ ଆଦିବାସୀ ପିଲାମାନଙ୍କ ପାଇଁ ତାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଏଠି ଦୃଷ୍ଟି ଦେଉଛନ୍ତି, ତାହା ଦେଖିବାକୁ ବାକି ରହିଲା। ବାଲେଶ୍ୱର ଔପଦାରୁ ଶରତ ନାୟକଙ୍କ ରିପୋର୍ଟ,
रिपोर्टर्स टुडे।